ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକଟା ଉପରେ ମୁଁ କହିବି ସେଟା ବହୁତ ଗୁଡ଼ାଏ ନୂଆ ଯେଉଁମାନେ ଜ୍ୟୋତିଷ ଶିଖୁଛନ୍ତି ମୋ ରାଜ୍ୟରେ କିମ୍ବା ଅଲରେଡ଼ି କିଛି ଦିନ ଧରି ପଙ୍ଗା ପଣ୍ଡିତ ଜ୍ୟୋତିଷ କରି ଆସିଛନ୍ତି ସେମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ସେ ହେଲା ଡିଭୋର୍ସଟା ବା ଛାଡ଼ପତ୍ରଟା ଜାଣିବା ପାଇଁ ଆଉ କିଛି ନୂଆ କ୍ଲୁ ବା ନୂଆ ସୂତ୍ର। ଆପଣମାନେ ଜାଣିଥିବେ ଯେ ମୁଁ ବି ମଧ୍ୟ ମୋର ଆଗର ଭିଡ଼ିଓ ଗୁଡ଼ାକରେ କହି ରଖିଛି ଯେ 6th ହାଉସ୍ ବା ଯଦି 6 ନମ୍ବର ଘର ଯେଉଁଟାକି କୋର୍ଟ କଚେରୀ ବୋଲି ଧରାଯାଏ କି ଗୋଟେ 12th ହାଉସ୍ ଲର୍ଡ ସେ ବି ବହୁତ ଖରାପ। ଏମାନେ ଯଦି ସପ୍ତମ ଭାବ ସହିତ କୌଣସି ସମ୍ପର୍କ ସୃଷ୍ଟି କରୁଛନ୍ତି ତାହେଲେ ବିବାହ ଭାଙ୍ଗିବାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ମଙ୍ଗଳ ଦୋଷ ନାଡ଼ି ଦୋଷ ମଧ୍ୟ ବିଚ୍ଛେଦ ଆଣିପାରେ। ମୁଁ କହୁଛି ନା ପ୍ରଫେସର ରୁଦ୍ର ମହାପାତ୍ର କହିଲେ ତା ମାନିଯିବୁ ଆଉ ନାହିଁ ପାରେ। ଆଉ ଗୋଟେ କଣ୍ଡିସନ୍ ଦେଖିବାକୁ ପଡ଼େ, ନବାଂଶଟାକୁ ବି ଆଗ ଦେଖିବାକୁ ପଡ଼େ। ତେବେ ଆକୁ ଛାଡ଼ିକି ଆଉ ଦୁଇଟା କଥା ମୁଁ ଆଜି କହୁଛି ଯେଉଁଟାକି ଆପଣଙ୍କୁ ଲାଗିବ ଯେ କାହିଁକି ଡିଭୋର୍ସ ହେଉଛି। ଏଗୁଡ଼ା ହେବ ଯଦି ଆପଣ ଗୋଟେ ଡିଭୋର୍ସ ଉପରେ ଗୋଟେ ସିଷ୍ଟମେଟିକ୍ ରିସର୍ଚ୍ଚ କରିବେ ପୁଅ ଆଉ ଝିଅଙ୍କ ଜାତକ ନେଇକି, ଯେଉଁଟାକି ଏବେ ଗୋଟେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ପାଥୋଲୋଜିକାଲ୍ ସାଇନ୍ସେସ୍ ଜଣେ ରିସର୍ଚ୍ଚ ସ୍କଲାର କରିଥିଲେ। ସେ ପ୍ରେଜେଣ୍ଟେସନ୍ କରୁଥିଲେ, ସେ ପ୍ରେଜେଣ୍ଟେସନ୍ ମୁଁ ପ୍ରେଜେଣ୍ଟ ଥିଲି। ତାପରେ ଜାଣିପାରିବେ ଏକ୍ଜାକ୍ଟଲି କ'ଣ ଆକ୍ଚୁଆଲି ଅସୁବିଧା ହେଉଛି। ତେବେ ମୁଁ ଯେଉଁଟା କହିବାକୁ ଚାହୁଁଛି ସେଟା ମୋ ନିଜସ୍ୱ ରିସର୍ଚ୍ଚ ଏବଂ ଯେଉଁଟାକି ଆମେ ଦେଖି ଆସୁଛେ କିଛି ଜାଗାରେ ଅନ୍ୟ କିଛି ଲୋକମାନେ ବି ଏଟା ଆଡପ୍ଟ କଲେଣି। ମନେ ରଖିଥାନ୍ତୁ ଜାତକରେ ଗୋଟେ ଅଛି ଦ୍ୱିତୀୟ ଭାବ ଆଉ ଗୋଟେ ଅଛି ତୃତୀୟ ଭାବ। ଏଇ ଦୁଇଟା ଭାବ ଦ୍ୱିତୀୟ ଏବଂ ତୃତୀୟ ଖରାପ ଭଲ ତ କୌଣସି ସେନ୍ସରେ ମୁଁ କହୁନି, କିନ୍ତୁ ଭଲ କି ଆପଣଙ୍କର ବିବାହର ବା ଡିଭୋର୍ସ ହେବା ପାଇଁ ଗୋଟେ ଟିକେ ସାହାଯ୍ୟ କରେ। କେମିତି ମୁଁ ଆପଣଙ୍କୁ ବୁଝେଇ ରଖୁଛି ଶୁଣନ୍ତୁ। ଆଜିକା ଦିନରେ ଗୋଟେ ବିବାହ ଭାଙ୍ଗିବା ପାଇଁ ହେଲେ ଗୋଟେ ପୁରୁଷ କୁହନ୍ତୁ କିମ୍ବା ସ୍ତ୍ରୀ କୁହନ୍ତୁ, ବିଶେଷତଃ ସ୍ତ୍ରୀ ଯଦି ତାର ପରିବାର ବର୍ଗ ସହିତ ନ ମିଶେ ତାହେଲେ ବିବାହ ଭାଙ୍ଗିବାଟା କଷ୍ଟ ହେବ। ସ୍ତ୍ରୀର ଯଦି ତାର ପରିବାର ବର୍ଗ ତାକୁ ସପୋର୍ଟ ନ କରନ୍ତି, ତାକୁ ସାହାଯ୍ୟ ନ କରନ୍ତି, ତାହେଲେ ଡିଭୋର୍ସ ସେ ଦେଇପାରିବ ନାହିଁ। ଠିକ୍ ଅଛି, ଏଇଟା ହେଲା ଗୋଟେ ମେଜର ଜିନିଷ। ଦ୍ୱିତୀୟତଃ ସ୍ତ୍ରୀର ଯଦି କେହି ଭାଇ ଥାଆନ୍ତି, କେହି ଭଉଣୀ ଥାଆନ୍ତି, କିଛି ମାତ୍ରାରେ ଅନ୍ୟ କେହି ରିଲେଟିଭ୍ ଯେଉଁମାନେ ଘରର ବଡ଼, ସେ ଦାଦା ପୁଅ ହେଇଥାନ୍ତୁ କିମ୍ବା ଆମର ଯେଉଁ ଭଉଣୀ ଜୋଇଁ କହୁଛନ୍ତି ସେ ବି ହେଇଥାନ୍ତୁ, ଏମାନେ ଯଦି ସପୋର୍ଟ କରନ୍ତି ବି ଭାଇ ଭଉଣୀ, ତାହେଲେ ସେ ବି ସ୍ତ୍ରୀର ପରାକ୍ରମଟା ବଢ଼େ। ଏଠି ମୁଁ ସ୍ତ୍ରୀ କିମ୍ବା ପୁରୁଷ କଥା କିଛି କହୁନାହିଁ। ଆମର ସଂସ୍କାରରେ ସ୍ତ୍ରୀମାନେ ହିଁ ପୁରୁଷ ଘରକୁ ଯାଆନ୍ତି ଏବଂ ସ୍ତ୍ରୀମାନେ ଆଜିକା ଦିନରେ ଯଦି ବାହାଘର ଭାଙ୍ଗିବାକୁ ଚାହୁଁଛନ୍ତି ସେଥିରେ ସେମାନଙ୍କର ପରିବାରର ସମ୍ମତିଟା ଦରକାର। କାରଣ ସେମାନେ ପରିବାର ଛାଡ଼ିକି ଯାଇଛନ୍ତି, ନିଜ ପରିବାରକୁ ଫେରିବେ। ଯଦି ପୁରୁଷମାନେ ଯାଇକି ସ୍ତ୍ରୀ ଘରେ ରହୁଥାନ୍ତେ ତାହେଲେ ଏଇ ଜିନିଷଟା ଆପଣ ପୁରୁଷଙ୍କ ଜାତକରେ ବି ଦେଖନ୍ତେ। ଭବିଷ୍ୟତରେ ସମୟ ଆସିଲେ ସେମିତି ବି ହେଇପାରେ, ମୋର ସେଥିରେ କିଛି କହିବାର ନାହିଁ, ସେ ସାମାଜିକ ବିଜ୍ଞାନୀମାନେ କହିବେ। କିନ୍ତୁ ଆଜିକା ଦିନରେ ଯେଉଁ ପ୍ରଥାଟି ଚାଲିଛି, ସ୍ତ୍ରୀମାନେ ଆସି ସ୍ୱାମୀମାନଙ୍କ ପାଖରେ ରହୁଛନ୍ତି, ତ ସେଇ ସନ୍ଦର୍ଭରେ ମୁଁ କହୁଛି ଯଦି ଗୋଟେ ସ୍ତ୍ରୀର ଜାତକରେ ଦ୍ୱିତୀୟ ଏବଂ ତୃତୀୟ ଘର ଖୁବ୍ ବଳି ହେଇଥିବ, ସେଥିରେ କିଛି ମ୍ୟାଲେଫିକ୍ସ ଥିବେ, ଦୁଇଟା ଯାକ ଥିବା ଦରକାର ନାହିଁ, ଯେକୌଣସି ଗୋଟେ। ବିଶେଷତଃ ଯଦି ମୁଁ କହିବି ଦ୍ୱିତୀୟରେ ଶନି ଏବଂ ତୃତୀୟରେ ମଙ୍ଗଳ, ଦ୍ୱିତୀୟ ଭାବରେ ଶନି ଏବଂ ତୃତୀୟରେ ମଙ୍ଗଳ ଯଦି ଥାଏ ଏବଂ ସେମାନଙ୍କର ଅଧିପତି ଗୋଟେ ଭଲ ହେଇଥାନ୍ତି, ଝିଅର ଲଗ୍ନେଶ ସହିତ କିଛି ସମ୍ପର୍କ ରଖୁଥାନ୍ତି, ଲଗ୍ନେଶରେ ଅବସ୍ଥାନ କରୁଥାନ୍ତି,
ତା ଦର୍ଶାଏ ଯେ ଝିଅର ତା ପରିବାର ସହିତ ଆଟାଚମେଣ୍ଟଟା ବହୁତ ଭଲ। ଝିଅ ଯଦି କହିବ ହଁ ତା ପରିବାର ବାଲା ଶୁଣିବେ, ଯଦି କହିବ ନା ସେ ଶୁଣିବେନି। ଆଚ୍ଛା ଇଏ ତ ଗଲା ଗୋଟେ ସନ୍ଦର୍ଭ। ତୃତୀୟ ଭାବ ଯଦି ଷ୍ଟ୍ରଙ୍ଗ ନ ରହିଲା ତାହେଲେ ଝିଅ ଲଢ଼ି ପାରିବନି। ପରାକ୍ରମ, ଭାଇ ଭଉଣୀ ଥିଲେ ହିଁ ତ ଆପଣ କୋର୍ଟ କଚେରୀ ଯିବେ, ଥିଲେ ହିଁ ତ ଆପଣ ଗୋଟେ ଜାଗାରେ ଲଢ଼ିବେ। ଏକାଟିଆ ଯଦି ଥିବେ ଲଢ଼ିପାରିବେ ନାହିଁ। ତେଣୁ ଆପଣମାନେ ଦେଖିବେ ଯେ ଗୋଟିଏ ସ୍ତ୍ରୀର ଜାତକରେ ଯଦି ଦ୍ୱିତୀୟ ଭାବ ଏବଂ ତୃତୀୟ ଭାବ ଆଫ୍ଲିକ୍ଟେଡ୍ ଅଛି, ତାହେଲେ ଆଫ୍ଲିକ୍ଟେଡ୍ ଥାଇକି ବଳି, ତାହେଲେ ସେଇଟା ଡିଭୋର୍ସର ଗୋଟେ ଇଣ୍ଡିକେଟ୍ କରେ, ମାନେ ତାକୁ ସପୋର୍ଟ କରେ। ଆପଣ ସପ୍ତମ ଭାବ ଆଗ ଦେଖିବେ ଏବଂ ସବୁ ଠିକ୍ଠାକ୍ ଥାଇ କାହିଁକି ହେଲା ଦ୍ୱିତୀୟ ଆଉ ତୃତୀୟ। କ'ଣ କରିବେ ଆଜ୍ଞା, ସବୁ କଥାରେ ତ ତାଙ୍କର ମାଆ, ତାଙ୍କର ଶାଳୀ ଏଇମାନେ ମୁଣ୍ଡ ଖେଳଉଛନ୍ତି। ମୁଁ କାହାକୁ ଏଠି ଭଲ ମନ୍ଦ କହୁନି ଆଜ୍ଞା। ଯେଉଁ କେସ୍ ଗୁଡ଼ା ଆସୁଛି ଆପଣମାନେ ବି ଜାଣିଥିବେ, ଏଇଟା କିଛି ଗୋଟେ ଅସତ୍ୟ ନୁହେଁ ବା ମୁଁ କେଉଁ ସତ୍ୟକୁ ଲୁଚାଇବାକୁ ଚାହୁଁନି। ତ ତାଙ୍କୁ ସପୋର୍ଟ କରୁଛନ୍ତି ତା ଘରେ, ତେଣୁ ସିଏ ତାର ଶ୍ୱଶୁର ଘର ଛାଡ଼ି ବାପ ଘରେ କିଛି ଦିନ ରହିଲା, ତାପରେ କେସ୍ ଫାଇଲ୍ କରିକି ଲଢ଼ିଲା। ବୁଝିଲେ ତ? ଏଠି ଆପଣ ଦେଖିଲେ ସପ୍ତମ ତ ଭଲ ଅଛି, ମଙ୍ଗଳ ଦୋଷ ନାହିଁ, ବାହାଘର ହେଲା କେମିତି? ମାନେ ବାହାଘର ଗୋଟେ ଭାଙ୍ଗିବାକୁ ଯାଉଛି କେମିତି? କାରଣ ଦ୍ୱିତୀୟ ଭାବ ଏବଂ ତୃତୀୟ ଭାବ ଏଇଗୁଡ଼ା ହେଲା ଆଜ୍ଞା ଜ୍ୟୋତିଷର ଟିକେ ନୂଆ ରିସର୍ଚ୍ଚ, ଯେଉଁଟାକି ସମସ୍ତେ କରିବା କଥା। ଆପଣ ଦେଖିବେ ଯାହା ପରାଶର କହିଗଲେ, ଜମିନ ତାକୁ ଟିକେ ଆହୁରି ବଢ଼େଇଲେ। ତାପରେ କଲ୍ୟାଣ ବର୍ମା ଆଡ଼କୁ ଆଉ ଟିକେ। ଆମ ଜ୍ୟୋତିଷ ବି ଫିକ୍ସ ନାହିଁ, ଆମ ଜ୍ୟୋତିଷ ବି ସେମିତି ରିସର୍ଚ୍ଚ ହେଇକି ଚାଲିଛି। କିନ୍ତୁ ଆମ ରିସର୍ଚ୍ଚ ମାନେ ନୁହେଁ ଯେ ଆମେ କହି ପକାଇବା ଯେ ଚନ୍ଦ୍ରମା ତ ପିତୃକାରକ ନାହିଁ। ଯେଉଁଟା ଅଛି ସେଟା ଅଛି, ତା ଉପରେ ଆଉ ଯେଉଁ ନୂଆ ପରିବର୍ତ୍ତନ ଆସୁଛି, ଡିଭୋର୍ସ ଯୋଗ କିଛି ଥିଲା। ଆପଣ ଜାତକ ଗୁଡ଼ାକରେ ଦେଖିବେ ସେଠି ସ୍ତ୍ରୀମାନଙ୍କର ଜାତକଟାକୁ ଟିକେ ଲୋଅର କରାଯାଇଛି, କାରଣ ଆମର ପୈତୃକ ପ୍ୟାଟ୍ରିଆର୍କାଲ ସୋସାଇଟି, ପୁରୁଷ ପ୍ରଧାନ ସମାଜ ଆମର। ତେଣୁ ଆପଣ ଦେଖିବେ ଦ୍ୱିତୀୟ ଭାବ ଏବଂ ତୃତୀୟ ଭାବ ଯଦି ଭଲ ଅଛି, ସପୋର୍ଟ କରୁଛି ସେ ଝିଅକୁ, ଏବଂ ସେଥିରେ ବେସିକାଲି ମ୍ୟାଲେଫିକ୍ ଥିବେ। ମ୍ୟାଲେଫିକ୍ ନଥିଲା ଆଜ୍ଞା ଲଢ଼େଇ ହେବନି। ଦ୍ୱିତୀୟରେ ବୃହସ୍ପତି, ତୃତୀୟରେ ଶୁକ୍ର, ବଢ଼ିଆ ହେଲା। ଆପଣ ସେ ସଂଯୋଗ ଦେଉଥାନ୍ତୁ, ସେ ଜାଗାରେ ଆପଣ ଦେଖିବେ ସେଇ ଦ୍ୱିତୀୟ ଭାବ ଆଉ ତୃତୀୟ ଭାବ ସେ ଜଏଣ୍ଟକୁ ସପୋର୍ଟ କରିବେ। ସେମାନେ ତା ଝିଅକୁ ସପୋର୍ଟ କରିବେ, କିନ୍ତୁ ଭାଙ୍ଗିବା ଆଡ଼କୁ କଥା ଯିବନି। ଭଙ୍ଗା ଆରମ୍ଭ ହେବ କେତେବେଳେ? ଦ୍ୱିତୀୟରେ ଶନି, ତୃତୀୟରେ ମଙ୍ଗଳ, ଦ୍ୱିତୀୟରେ ମଙ୍ଗଳ, ତୃତୀୟରେ ଶନି, ଆପଣ ଯାହାଟା ବି କୁହନ୍ତୁ। ବିଶେଷତଃ ମଙ୍ଗଳଟା ତୃତୀୟରେ ଆଉ ଛଅରେ ଭଲ ମନାଯାଏ, କାରଣ ସେଟା ଆପଣଙ୍କର ପରାକ୍ରମ। ତ ସିଏ ଶନି ବି ଦ୍ୱିତୀୟରେ ରହିଲେ ଗୋଟେ ଝିଅର ବାଣୀ ଭାରି କଡ଼ା ହେବ, ସେ ରାଇଟିଆ ହେବ, ସିଧା କହିଦେବ, କନଫ୍ଲିକ୍ଟ ଆରମ୍ଭ ହେବ। ଏବଂ ଦ୍ୱିତୀୟରେ ସମ୍ପର୍କ ଯେହେତୁ ବାପାମାନଙ୍କ ସହିତ ଭଲ ଥିବ, ସେମାନେ ସପୋର୍ଟ କରିବେ, ଲଢ଼େଇଟା ପ୍ରମୋଟ ହେବ। ତେଣୁ ବିବାହ ଯେ କେବଳ ସପ୍ତମ ଅଧିପତିର ଦୁର୍ବଳତାରୁ ଭାଙ୍ଗିଗଲା, ମଙ୍ଗଳ ଦୋଷ ରହିଲା ଭାଙ୍ଗିଗଲା, ଏହା ଭୁଲ। ଠିକ୍ ହେଲା କି ଆପଣଙ୍କର ଯଦି ଦ୍ୱିତୀୟ ତୃତୀୟ ଭାବ ବି ଆଫ୍ଲିକ୍ଟେଡ୍ ଅଛି, ସପ୍ତମ ଭାବ ଯଦି ବହୁତ ଭଲ ଅଛି, ଶୁକ୍ର ଚନ୍ଦ୍ର ଯଦି ବହୁତ ଭଲ ଅଛନ୍ତି, ତାହେଲେ ଛାଡ଼ି ଦିଅନ୍ତୁ, ସେଟା କ୍ୟାନସଲ୍ ହେଇଯିବ, ଖଣ୍ଡନ। ପଜିଟିଭ୍ ନେଗେଟିଭ୍ କ୍ୟାନସଲ୍। କିନ୍ତୁ ସେମିତି କିଛି ନାହିଁ। ଆପଣ ଦେଖିବେ ଏସବୁ ମଙ୍ଗଳ ଦୋଷ ନଥାଇ, ନାଡ଼ି ଦୋଷ ନଥାଇ ମଧ୍ୟ ଦ୍ୱିତୀୟ ଏବଂ ତୃତୀୟ ଭାବର ସପୋର୍ଟରୁ ବିବାହରେ ଭାଙ୍ଗିଲା। ଦେଖୁଛନ୍ତି ଆଜିକା ଦିନରେ ଯେଉଁ ପରିବାର ସପୋର୍ଟଟା ରହୁଛି, ସେଟା କେମିତି ଜାତକରୁ ଆପଣ ଦେଖିପାରିବେ। ଆଉ ସେଇ ଜାଗାରେ ଯଦି ପୁଅର ଜାତକରେ ତାର ଦ୍ୱିତୀୟ ଭାବ ଏବଂ ତୃତୀୟ ଭାବ ବି ଆଫ୍ଲିକ୍ଟେଡ୍ ହେଇଗଲା, କଥା ସରିଗଲା। ଆଉ କ'ଣ, ଦିଦିଟା ପରିବାର ବାଡ଼ିଆ ପିଟା ହେବେ। ଆଉ ଏମିତି କଣ୍ଡିସନ୍ ଟିକେ ରେୟାର ହେବ, କିନ୍ତୁ 2, 3, 3, 2, ଆର 3, ତାର 2, ତାର 2, ଆର 3, ଏମିତି କିଛି ଆଫ୍ଲିକ୍ଟେଡ୍ ଥିବେ। ଦେଖିବେ କେତେ ଦୂର ସେ ଦୂଷିତ ବା ଆଫ୍ଲିକ୍ଟେଡ୍ ଅଛନ୍ତି, ଲଢ଼େଇଟା ସେ ଅନୁସାରେ ହେବ। ଯଦି ପୁଅର ବହୁତ ବେନିଫିକ୍ ଅଛନ୍ତି, ତାହେଲେ ସେମାନେ ଝିଅ ଘରଙ୍କ କଥାକୁ ମାନିଯିବେ, ହଁ ସେ ଯାହା କହୁଛନ୍ତି ଆମେ ସେୟା କରିବା। କେବଳ ସପ୍ତମ ନୁହେଁ ବନ୍ଧୁ, ଦ୍ୱିତୀୟ ଭାବଟା ବି ଦେଖିବେ, କାରଣ ବିବାହଟା ଆରେଞ୍ଜ ମ୍ୟାରେଜ୍ କୁହନ୍ତୁ କିମ୍ବା ଲଭ୍ ମ୍ୟାରେଜ୍ କୁହନ୍ତୁ, ବିଶେଷତଃ ଆରେଞ୍ଜ ମ୍ୟାରେଜ୍ରେ ଦୁଇ ପରିବାରର ମେଳ। ଆଉ ଦ୍ୱିତୀୟ ଭାବ ତ ପ୍ରୋବ୍ଲେମ୍ ଥିବ, ଆଉ ଲଢ଼େଇ ହେବନି।
ତା ବାପା ଗୋଟେ କଥା କହିଲା ବେଳକୁ ଆ ବାପା ଗୋଟେ କଥା କହେ ପାଟିତୁଣ୍ଡ। ପୁଅ ଝିଅ ବିଶେଷ ଅସୁବିଧା ନଥିଲେ ବି ପରିବାର ଲଢ଼େଇ ଲାଗି ଭାଙ୍ଗ ହେଲା। ଆଉ ମନେ ରଖିଥାନ୍ତୁ, ଲଢ଼ିବା ପାଇଁ ପ୍ରଥମେ ଯେଉଁ ସାହସଟା ଦରକାର ସେଟା ତୃତୀୟ ଘର। ତୃତୀୟ ଘର ଯେଉଁ ଲୋକର ଜାତକରେ ଷ୍ଟ୍ରଙ୍ଗ ନଥିବ ସେ କାହା ଉପରେ ଗୋଟେ ଚଢ଼ିକି କଥା କହିଲା ଭଳିଆ କହିବନି, କାହା ଉପରେ ଗୋଟେ ଆଗ୍ରେସିଭଲି ସେ କହିବନି। ଆଉ ତୃତୀୟ ଘରକୁ ସପୋର୍ଟ କରେ କିଏ? ଷଷ୍ଠ ଘର। ଯେ କୋର୍ଟ କଚେରୀ ହେଲେ ବି ସେ ଯାଇପାରିବ ଲଢ଼ିବାକୁ। ତେବେ ସିଏ ତ ଦୂର କଥା ଯେ ସବୁ ବିବାହ ଯେ କୋର୍ଟ କଚେରୀରେ ଯାଇକି ଭାଙ୍ଗିବ ସେମିତି କିଛି ନାହିଁ। ବହୁତ ଗୁଡ଼ିଏ ବିବାହ ପରିବାରର ଆପୋଷ ବୁଝାମଣାରେ ହିଁ ଭାଙ୍ଗିଯାଏ। ଏ ଜାଗାରେ ଦ୍ୱିତୀୟ ଏବଂ ତୃତୀୟ ଭାବର ବହୁତ କଣ୍ଟ୍ରିବ୍ୟୁସନ୍ ରହିଛି। ପରିବାର ଏବଂ ପରାକ୍ରମ। ଠିକ୍ ଅଛି। ତେଣୁ ଗୋଟିଏ ବିବାହ ଭାଙ୍ଗିବ କି ନାହିଁ ଆପଣ ବହୁତ କେୟାରଫୁଲି ଦେଖିବାର ଅଛି। ଗୋଟେ ଜାତକରେ ଚନ୍ଦ୍ର ନୀଚ ହେଇଗଲେ, ଶୁକ୍ର ନୀଚ ନବାଂଶକୁ ଗଲେ, କିମ୍ବା ଶୁକ୍ର ଅଷ୍ଟମସ୍ଥ ହେଇଗଲେ, ଚନ୍ଦ୍ର ଦ୍ୱାଦଶସ୍ଥ, ସପ୍ତମ ଅଧିପତି କୌଣସି ମ୍ୟାଲେଫିକ୍ ବା କ୍ରୂର ଗ୍ରହ ସାଙ୍ଗରେ ବସି କୌଣସି ଅନ୍ୟ କ୍ରୂର ଗ୍ରହର ନୀଚ ଦୃଷ୍ଟି ପାଇଲା, ଏସବୁ ସ୍ଥିତିରେ ତ ବିବାହ ଆପଣ ଦେଖିଲେ ହିଁ ଦେଖିଲେ। କିନ୍ତୁ ସପ୍ତମ ଅଧିପତି କାରକ ଶୁକ୍ର ଏବଂ ଚନ୍ଦ୍ରଙ୍କୁ ଛାଡ଼ିକି ଦ୍ୱିତୀୟ ଏବଂ ତୃତୀୟ ଘର ତାର ନେକ୍ସଟ ଆସୁଛି ଯଦି କିଏ ହେଲା ଦୁଇଟି ଘର। ଏମିତି ଆହୁରି ବହୁତ ଆନ୍ସିଲାରୀ ଫ୍ୟାକ୍ଟର ଅଛି ଆଜ୍ଞା। ଯଦି ଗୋଟେ ପୁଅଟି କମ୍ପ୍ଲିଟଲି ୱାର୍କହୋଲିକ୍ ହେଇଥାଏ, ଯେ ଖାଲି କାମ କରିବ, ଆପଣ ଜାଣିପାରିବେ ତା ଜାତକରେ ତ ବହୁତ କାମ କରିବାରେ ବ୍ୟସ୍ତ, ଇଏ କେମିତି ୟାର ବିବାହ ସମ୍ପର୍କଟା ମିଶିବ। ତାପରେ ଯଦି ପାରିବେ ଆଉ ଗୋଟେ ଭିଡ଼ିଓ ଟିକେ କରିବି। ଅର୍ଥାତ୍ ଆମକୁ ଟିକେ ଦେଖିବାକୁ ପଡ଼ିବ କେୟାରଫୁଲି ଯେ ନାଇଁ ଜ୍ୟୋତିଷ ତ କହିଥିଲେ ବାହାଘର ଭାଙ୍ଗିବନି, ଭାଙ୍ଗିଗଲା କିନ୍ତୁ ଭାଙ୍ଗିଯିବ ଆଜ୍ଞା। ଦ୍ୱିତୀୟ ତୃତୀୟ ଭାବ ଯଦି ଆପଣ ନ ଦେଖନ୍ତି ତାହେଲେ ଭାଙ୍ଗିଯିବ। ଏବଂ ଏ ଦ୍ୱିତୀୟ ତୃତୀୟର ଅଧିପତି କୁହନ୍ତୁ କିମ୍ବା ସପ୍ତମ ଅଧିପତି କୁହନ୍ତୁ, ସର୍ବଦା ନବାଂଶରୁ ଦେଖିବେ। ବିନା ନବାଂଶରେ ଜାତକ ଦେଖିବା ନାସ୍ତି। ବୁଝିପାରିଲେ ଆଜ୍ଞା? ସମୟ ତ ହେଇଯାଉଛି, ମୁଁ ଚେଷ୍ଟା କରୁଛି 10ରୁ 15 ମିନିଟ୍ ଭିତରେ ଭିଡ଼ିଓ ସାରିବା ପାଇଁ। ସେମିତି ବି ମୋର ଓଡ଼ିଆ ଭିଡ଼ିଓ ଲୋକଙ୍କୁ ପସନ୍ଦ ନୁହେଁ, କାରଣ ମୋର ରାଶିଫଳ କହୁନି। ଲୋକମାନେ ମୋ ରାଶିଫଳକୁ ଦେଖିକି କହିବେ ହଁ ସାର୍ ରାଶିଫଳ କହିଲେ ଶୁଣିବେ, ଏସବୁ ଜ୍ଞାନକୁ ପଚାରି କିଏ? ତେବେ ସେ ଯାହା ହେଲା ଛାଡ଼ନ୍ତୁ। ତଥାପି କହି ରଖୁଛି, ଦ୍ୱିତୀୟ ଏବଂ ତୃତୀୟ ଭାବକୁ ଅନୁଧ୍ୟାନ କଲା ପରେ ଆମେ ଜାଣିପାରୁ ବିବାହ ଭାଙ୍ଗିବାର ସମ୍ଭାବନା ଅଛି କି ନା। ଯଦିଓ ଏଇଟା ଗୋଟେ ଆନ୍ସିଲାରୀ ଫ୍ୟାକ୍ଟର, କିନ୍ତୁ ବହୁତ ଆଡ଼୍ କରେ। ସାଇଡ୍ ଫ୍ୟାକ୍ଟର ଗୋଟେ, ମେନ୍ ଫ୍ୟାକ୍ଟରକୁ ବହୁତ ଆଡ଼୍ କରେ। ଆଶା କଲେ ମୁଁ ଯାହା କହିଲି ଆପଣ ବୁଝିପାରୁଥିବେ। ଯଦି ଆପଣ ଯିଏ ଜ୍ୟୋତିଷ କରୁଛନ୍ତି, ପ୍ରାକ୍ଟିସ୍ କରୁଛନ୍ତି, ଏହି ସନ୍ଦର୍ଭରେ ଯଦି ଆପଣଙ୍କର ଆଉ କିଛି ଫାଇଣ୍ଡିଙ୍ଗସ୍ ଥାଏ ବା ଆପଣ ଜାଣିଥାନ୍ତେ ତାକୁ କମେଣ୍ଟ ସେକ୍ସନରେ ଜଣାଇବେ, ଯେଉଁଟାକି ମୋ ଭଳିଆ ଗୋଟେ ମହାମୂର୍ଖ ଏବଂ ଅନ୍ୟ ଶ୍ରୋତାମାନଙ୍କର କି ମୋତେ ଯିଏ ଦେଖୁଛନ୍ତି ସେମାନଙ୍କର କଲ୍ୟାଣ ହେବ। ଶେଷରେ କହି ରଖୁଛି, ଯଦି ମୋତେ ଜାତକ ଦେଖାଇବାକୁ ଚାହୁଁଛନ୍ତି ତାହେଲେ ମୋର ୱେବସାଇଟ୍କୁ ଯାଆନ୍ତୁ। ସେଠି ସମ୍ପୂର୍ଣ୍ଣ ବିବରଣୀ ରହିଛି। ଆପଣ ଯଦି ଠିକ୍ ଲାଗିଲା ପେମେଣ୍ଟ କଥା, ଆପଣ ମୋତେ ପେମେଣ୍ଟ କରିବେ, ତାପରେ ମୋତେ କଲ୍ କି ହ୍ୱାଟ୍ସଆପ୍ କରିବେ। ଦୟାକରି ସିଧା ମୋତେ କଲ୍ କି ହ୍ୱାଟ୍ସଆପ୍ କରନ୍ତୁନି। ମୁଁ ଗୋଟେ ନିଜ ମୋବାଇଲ ନମ୍ବରଟା ସେଠି ଦେଇଦେଇଛି, ଆଉ ତ ମୁଁ ଡିଲିଟ୍ କରିପାରୁନି। ଏତେ କଲ୍ ସିଏ ମୁଁ ହ୍ୟାଣ୍ଡେଲ୍ କରିପାରୁନାହିଁ। ଆପଣ ପ୍ରଥମେ ପ୍ରସ୍ତୁତ ହୁଅନ୍ତୁ, ପେମେଣ୍ଟ କରିକି ତାପରେ ମୋତେ ଜାତକ ଦେଖିବାକୁ ଆସନ୍ତୁ। ଦ୍ୱିତୀୟତଃ, ଯଦି ଆପଣଙ୍କୁ ଚ୍ୟାନେଲଟି ଭଲ ଲାଗୁଛି ଆପଣ କିଛି ଫାଇନାନ୍ସିଆଲ୍ ସପୋର୍ଟ ବି କରିପାରିବେ। ଏବଂ ତୃତୀୟତଃ, ଦୟାକରି ପାର୍ଟ ଟାଇମ୍ ଜ୍ୟୋତିଷ କରିବେ ନାହିଁ। ଯଦି ଆପଣ ମୋ ଭିଡ଼ିଓଟି ଦେଖୁଛନ୍ତି ତାହେଲେ ମୁଁ ଆଶା କରେ ଯେ ଆପଣ ଫ୍ୟୁଚରରେ ଜଣେ ଜ୍ୟୋତିର୍ବିଦ ହେବେ କିମ୍ବା ଏବେ ଜ୍ୟୋତିଷ ପଢ଼ୁଛନ୍ତି। ଜ୍ୟୋତିଷ ହେବା ପାଇଁ ହବି ନୁହେଁ, ମୁଁ ସେଇଭଳିଆ ଅଧା ଖଣ୍ଡିଆ ଜ୍ୟୋତିଷମାନଙ୍କ ପାଇଁ ଭିଡ଼ିଓ କରେ ନାହିଁ। ତେବେ ଚାଲନ୍ତୁ, ଆଶା କରେ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।